ସବୁ ବାପାଙ୍କ ଭାଗ୍ୟରେ ଝିଅ ନଥାଏ। ଆମେ ସମସ୍ତେ ପଢୁଛେ ରାମାୟଣ। ସେହି ରାମାୟଣରୁ ରାଜା ଦଶରଥଙ୍କର ଦୁନିଆ ପାଇଁ ବାପାଙ୍କର ଉପଦେଶଟି କହୁଛି। ରାଜା ଦଶରଥ ଯେତେବେଳେ ନିଜର 4 ପୁଅଙ୍କ ସହିତ ବରଯାତ୍ରୀ ନେଇ ରାଜା ଜନକଙ୍କ ଦ୍ୱାରରେ ପହଞ୍ଚିଲେ, ରାଜା ଜନକ ସମ୍ମାନ ପୂର୍ବକ ବରଯାତ୍ରୀଙ୍କୁ ସ୍ୱାଗତ କରିଥିଲେ। ତାପରେ ରାଜା ଦଶରଥ ସମସ୍ତଙ୍କ ଆଗକୁ ଯାଇ ଜନକଙ୍କ ପାଦ ଛୁଇଁ ପ୍ରଣାମ ନେଇଥିଲେ। ଚମକି ଯାଇ ଜନକ ରାଜା ଦଶରଥଙ୍କ ହାତ ଧରି କହିଲେ, ମହାରାଜା, ଆପଣ ତ ବଡ ହେବେ, ବରପକ୍ଷ ଲୋକ, ଏମିତି ଭୁଲ କାହିଁକି କଲେ? ଜନକଙ୍କ କଥା ଶୁଣି ରାଜା ଦଶରଥ ଖୁବ ସୁନ୍ଦର କଥାଟେ କହିଥିଲେ। ମହାରାଜା, ଆପଣ ଦାତା ଅଟନ୍ତି, କନ୍ୟା ଦାନ କରୁଛନ୍ତି। ମୁଁ ତ ଗ୍ରହିତା, ଆପଣଙ୍କ କନ୍ୟାକୁ ନେବାକୁ ଆସିଅଛି। ଏବେ ଆପଣ କୁହନ୍ତୁ ନା, ଦାତା ଏବଂ ଗ୍ରହିତା ମଧ୍ୟରୁ କିଏ ବଡ?